ଏଇଠୁ ଅନେକ ଦୂରରେ ଗୋଟେ ପାହାଡ଼ ଥିଲା। ପାହାଡ଼ ପାଖକୁ ଲାଗି ଗୋଟେ ବହୁତ ବଡ଼ ଜଙ୍ଗଲଟିଏ ଥିଲା। ଜଙ୍ଗଲ ଭିତରେ ସବୁ ପ୍ରକାରର ଜୀବଜନ୍ତୁ ଓ ପଶୁପକ୍ଷୀମାନେ ମିଳିମିଶି ଏକାଠି ରହୁଥିଲେ। କିନ୍ତୁ ଜଙ୍ଗଲରେ ବହୁତ ଭୟଙ୍କର ଜିନିଷ ଘଟୁଥିଲା। ଗୋଟେ ଜୀବ ଆସି ସମସ୍ତଙ୍କୁ ମାରି ଖାଇ ଯାଉଥିଲା। ଛୋଟ ବଡ଼ କାହାରିକୁ ମାନୁନଥିଲା। ତାର ସାଙ୍ଗ ଗୋଟେ ବାଘ ଥିଲା। ବାଘ ମଧ୍ୟ ତା ସାଙ୍ଗ ସାହସରେ ସେ ସମସ୍ତ ଜୀବଜନ୍ତୁମାନଙ୍କୁ ମାରି ଖାଉଥିଲା। ଚଢ଼େଇମାନଙ୍କୁ ଦେଖିଲେ ଛାଡ଼ୁନଥିଲା। କିନ୍ତୁ ସେହି ହିଂସ୍ର ଜନ୍ତୁମାନଙ୍କ ଭୟରେ ଜଙ୍ଗଲର ଛୋଟ ଛୋଟ ଜୀବମାନେ ଏଣେ ତେଣେ ଦୌଡ଼ି ପଳାଇବାକୁ ଲାଗିଲେ। ଧୀରେ ଧୀରେ ଜଙ୍ଗଲ ଖାଲି ହେବାରେ ଲାଗିଲା। ଶୁଣ ଭାଇ ଭଉଣୀମାନେ, ମୁଁ ସମସ୍ତଙ୍କର ଭଲ ପାଇଁ କହୁଛି। ଏ ଜଙ୍ଗଲରେ ଆଉ ଆମକୁ ସୁରକ୍ଷିତ ମନେ ହେଉନାହିଁ। ଯଦି ଆପଣମାନେ କହିବେ ଗୋଟେ ଅଲଗା ଜାଗାକୁ ଆମେ ସମସ୍ତେ ଚାଲିଯିବା। କାଉ କଥା ଶୁଣି ସମସ୍ତେ ରାଜି ହୋଇଗଲେ ଏବଂ କାଉ ସାଙ୍ଗରେ ଯିବା ପାଇଁ ବାହାରିଗଲେ। ଜଙ୍ଗଲକୁ ଛାଡ଼ି ଗୋଟେ ଅଲଗା ବଡ଼ ଓ ଘଞ୍ଚ ଅରଣ୍ୟକୁ ଚାଲିଗଲେ। ଅନେକ ଦୂର ଗଲା ପରେ କାଉ ଓ ତାର ସାଙ୍ଗମାନେ ଦେଖିଲେ ଯେ ଗୋଟେ ବହୁତ ବଡ଼ ବିରାଟ ଗଛଟିଏ ଅଛି। ଭାବିଲେ ଗଛକୁ ଦେଖି ବହୁତ ସୁନ୍ଦର ଓ ବଡ଼ ଗଛଟାଏ। ଯଦି ସମସ୍ତେ ଇଚ୍ଛା କରିବ ତାହେଲେ ସେହି ଗଛରେ ଆମେ ସମସ୍ତେ ମିଳିମିଶି ଏକାଠି ରହିବା। କାଉ ସମସ୍ତଙ୍କୁ କହିଲା, ଚାଲ ଆମେ ଏଇ ଗଛରେ ରହିବା। କାହାରିଙ୍କର ଭୟ ବି ନଥିବ। ସାପ କି ବାଘ ଭାଲୁମାନେ ଆସି ଆମକୁ କ୍ଷତି କରିପାରିବେ ନାହିଁ। ଚାଲ ସମସ୍ତେ ସେହି ଗଛରେ ରହିବା। କାଉ କଥା ଶୁଣି ସମସ୍ତେ ରାଜି ହୋଇଗଲେ ଓ ସେହି ଗଛରେ ରହିବା ପାଇଁ ଆରମ୍ଭ କରିଦେଲେ। ନିଜ ନିଜ ଜାଗାରେ ବସା ତିଆରି କରିଦେଲେ। କିନ୍ତୁ କିଛି ଦିନ ସେମିତି ଚାଲିଗଲା। ପକ୍ଷୀମାନେ ବହୁତ ସୁନ୍ଦର ଭାବରେ ଗଛଟାରେ ରହିବାକୁ ଚେଷ୍ଟା କରିଲେ। କିନ୍ତୁ ଦିନକର କଥା। କାଉ ସମସ୍ତଙ୍କୁ କହିଲା, ଭାଇମାନେ, ସମସ୍ତଙ୍କୁ ମୁଁ ଗୋଟେ କଥା କହିବାକୁ ଚାହୁଁଛି। ସମସ୍ତେ ମୋ କଥା ମନ ଧ୍ୟାନ ଦେଇ ଶୁଣ। ଆଜି ସକାଳେ ଦେଖିଲି ଗଛଟାରେ ତଳେ ଗୋଟେ ଛୋଟ ଲତା ହୋଇଛି। ଚାଲ ଆମେ ସମସ୍ତେ ମିଶି ସେଇ ଛୋଟ ଲତାକୁ କାଟିଦେବା। ନହେଲେ କାଲି ସେ ବଡ଼ ହୋଇ ଗଛ ଉପରକୁ ଲତା ମାଡ଼ି ଆସିବ ଓ ଆମ ସମସ୍ତଙ୍କୁ ବିପଦରେ ପକାଇଦେବ। କିନ୍ତୁ ସବୁ ଚଢ଼େଇ କାଉ କଥାକୁ ଅମାନ୍ୟ କରିଲେ ଓ ମନା କରିଦେଲେ। ଏମିତି କିଛି ଦିନ ଚାଲିଗଲା। କିନ୍ତୁ ସବୁ ପକ୍ଷୀମାନେ କାଉ କଥାକୁ ଅମାନ୍ୟ କରିବାରୁ କାଉ ମନ ଦୁଃଖରେ ଚାଲିଗଲା ଓ ଅଲଗା ଗଛରେ ରହିବା ପାଇଁ ବସା ତିଆରି କଲା। କିନ୍ତୁ କାଉ ଗୋଟେ ଦିନ ପୁଣି ଆସି ସମସ୍ତଙ୍କୁ କହିଲା, ଭାଇମାନେ, ମୁଁ ତୁମମାନଙ୍କର ଭଲ ପାଇଁ କହୁଛି। ତମେ ମୋର ଶତ୍ରୁ ନୁହେଁ କି ମୁଁ ତମର ଶତ୍ରୁ ନୁହେଁ। ଚାଲ ଆମେ ସମସ୍ତେ ଅଲଗା ଗଛରେ ରହିଯିବା। ନହେଲେ ଗଛ ତଳେ ଯେଉଁ ଲତା ଅଛି ତାକୁ କାଟି ପକାଇଦେବା। କିନ୍ତୁ କାଉ କଥାକୁ ସମସ୍ତେ ମନା କରିଦେଲେ। କାଉ ଅଲଗା ଗୋଟେ ଦିନରେ ଆସି ଦେଖିଲା ଲତାଟା ଧୀରେ ଧୀରେ ଉପରକୁ ବଢ଼ିବାରେ ଲାଗିଛି। କାଉ ଜାଣିପାରିଲା ଯେ ଏହି ଲତା ଆଜି ନହେଲେ ବି କାଲି ଆମର କ୍ଷତି କରିବ। ସେଇଆ ଭାବି ସମସ୍ତ ଚଢ଼େଇମାନଙ୍କୁ ଆଣି ଗଛ ତଳେ ଲତାକୁ ଦେଖାଇ ଦେଲା। କହିଲା, ଭାଇମାନେ, ଆଜି ହେଲେ ଏଇ ଲତାକୁ ଆମେ ଚାଲ କାଟି ପକାଇବା। ନହେଲେ
ଏ ଲତା ଦିନେ ବଡ଼ ହୋଇ ଗଛ ଉପରକୁ ଉଠିବ ଆଉ ସାପ ମଧ୍ୟ ଆମର କ୍ଷତି କରିପାରେ। ସେଇଥିପାଇଁ ସମସ୍ତଙ୍କୁ କହୁଛି। କିନ୍ତୁ ଶୁଆ କହିଲା, ନା ନା, ତମେ ବୁଢ଼ୀ ହେଇଗଲଣି, ତମେ ଆଉ ବେଶୀ କଥା କୁହ ନାହିଁ। ଏଇ ଛୋଟ ଲତା ଆମର କ'ଣ ବା କ୍ଷତି କରିପାରିବ ଯେ ତମେ ଆମକୁ ସେମିତି କହୁଛ? କିନ୍ତୁ କାଉ କଥା ବୁଝିବା ପାଇଁ ସମସ୍ତେ ନାରାଜ। କାଉ ଦେଖିଲା ଲତା କିଛି ଦିନ ମଧ୍ୟରେ ଧୀରେ ଧୀରେ ବଢ଼ିବାକୁ ଲାଗୁଛି। କାଉ ଜାଣିପାରି ଭାବିଲା, ମୁଁ ଏ ଗଛରେ ନୁହେଁ ଅଲଗା ଗଛରେ ରହିବି। କିନ୍ତୁ କିଛି ଦିନ ଗଲା ପରେ ଗୋଟେ ଲୋକ ଜଙ୍ଗଲକୁ ଆସିଲା। ସେ ଲୋକଟା ସାଧାରଣ ଲୋକ ନଥିଲା। ସେ ଗୋଟେ ଚଢ଼େଇମାନଙ୍କର ଶିକାର କରୁଥିଲା। ଗଛ ପାଖକୁ ଆସି ଦେଖିଲା ଗଛ ଉପରେ ଅନେକ ଗୁଡ଼ାଏ ଚଢ଼େଇ ରହୁଥିଲେ। ଲୋକଟା ଚଢ଼େଇମାନଙ୍କୁ ଦେଖି ତାର ମନ ମାନିଲା ନାହିଁ। ଭାବିଲା, ଠିକ୍ ଅଛି, ମୁଁ ଆଜି ଘରକୁ ଫେରିଯିବି ଓ କାଲି ଜାଲ ନେଇ ପଳେଇ ଆସିବି ଓ ଜାଲରେ ସବୁତକ ଚଢ଼େଇ ନେଇ ପଳେଇ ଯିବି ଓ ବଜାରରେ ମନ ଇଚ୍ଛା ଭଲ ଦାମରେ ବିକ୍ରି କରିବି। ଏଇଆ ଭାବି ଲୋକଟି ବହୁତ ଖୁସିରେ ଘରକୁ ଚାଲିଗଲା। କିନ୍ତୁ ତା ପରଦିନ ସକାଳୁ ଆସିଲା ଓ ଦେଖିଲା ଚଢ଼େଇମାନେ ବସାରେ ନଥିଲେ, ଅଲଗା କୁଆଡ଼େ ଖାଇବା ପିଇବା ପାଇଁ ଉଡ଼ି ଯାଇଥିଲେ। କିନ୍ତୁ ସେଦିନ ଲୋକଟା ଘରକୁ ପୁଣି ଫେରିଗଲା ଓ ତା ପରଦିନ ଗୋଟେ ବେଗରେ ଜାଲ ନେଇ ବାହାରି ଆସିଲା ଜଙ୍ଗଲ ଭିତରକୁ ଓ ଜଙ୍ଗଲରେ ଫାଶ ପକାଇବ ଏଇଆ ଭାବି ମନେ ମନେ କହି ହେଉଥାଏ ଓ ସତକୁ ସତ ଗଛ ଉପରକୁ ଚଢ଼ି ଜାଲ ବୁଣିଦେଲା ଓ ଲୋକଟି ଗୋଟେ ବୁଦାମୂଳେ ଲୁଚି ବସି ରହିଲା ଓ ଅପେକ୍ଷା କଲା ଚଢ଼େଇମାନେ କେତେବେଳେ ଆସିବେ। କିଛି ସମୟ ଗଲା ପରେ ଚଢ଼େଇମାନେ ଧୀରେ ଧୀରେ ଜଣ ଜଣ କରି ସେହି ଗଛ ଉପରକୁ ବା ଗଛରେ କରିଥିବା ବସାକୁ ଉଡ଼ିବାରେ ଆସିଲେ। କିନ୍ତୁ ଲୋକଟି ଲୁଚି ସବୁ କିଛି ଦେଖୁଥାଏ। ସବୁତକ ଚଢ଼େଇ କେମିତି ଆସି ଜାଲରେ ପଡ଼ିଯିବେ। ସତକୁ ସତ ଚଢ଼େଇମାନେ ଗୋଟି ଗୋଟି କରି ଜାଲକୁ ଆସିଲେ ବା ନିଜ ବସାକୁ ଆସିଲେ ଓ ସମସ୍ତେ ସେହି ଜାଲର ଫାଶରେ ପଡ଼ିଗଲେ। କିନ୍ତୁ ସମସ୍ତେ ଜାଲରେ ଛନ୍ଦି ହୋଇଥିବାରୁ ଯେତେ ଚେଷ୍ଟା କଲେ ଆଉ ଗୋଟେ ଚଢ଼େଇ ବି ବାହାରକୁ ବାହାରି ପାରିଲେ ନାହିଁ। ଏପଟେ ଶିକାରୀଟି ଅତି ଖୁସି ହୋଇଯାଇଥାଏ, କାହିଁକି ନା ତା ଜାଲରେ ସବୁତକ ଚଢ଼େଇ। ଶିକାରୀ କହୁଥାଏ, ୱାଃ, ଜୀବନରେ କେବେ ଏତେ ଚଢ଼େଇ ମୋ ଜାଲରେ ନଥିଲେ। କିନ୍ତୁ ଏ ପକ୍ଷୀମାନଙ୍କୁ ନେଇ ଆଜି ବଜାରରେ ଖୁବ୍ ବେଶୀ ଦାମରେ ବିକ୍ରି କରିବି, ଏଇଆ ଶିକାରୀ ଭାବିଲା।